ମୁଁ ରବିନାରାୟଣ ନନ୍ଦ। ଆଜି ଯେଉଁ ପୁସ୍ତକ ଦୁଇଟି ପ୍ରକାଶିତ ହେଲା ତାର ଲେଖକ ତାର କବି, ଗୋଟିଏ ଗଳ୍ପ ପୁସ୍ତକ, ଗୋଟିଏ କବିତା ପୁସ୍ତକ। ଗଳ୍ପ ପୁସ୍ତକଟିର ନାଁ ହେଲା ଏମନ ଭାବୁଥାଇ ଯାହା ଏବଂ କବିତା ପୁସ୍ତକଟିର ନାଁ ହେଲା ଡେଣା। ଏମନ ଭାବୁଥାଇ ଯାହା ଯେଉଁ ଗଳ୍ପ ପୁସ୍ତକଟି ହେଇଛି ସେଇଟା ଆମେ ପ୍ରତ୍ୟେକ ଦିନ ଯାହା ଭାବୁଛୁ ତାହା ହେଉନି, ଆଉ କିଛି ହେଉଛି। ଆମେ ଯାହା ଭାବୁନୁ ସେ କଥା ହେଉଛି। ସେମିତି এই প্রকার কিছু ধারণা, এই প্রকার কিছু মনোভাবକୁ ନେଇକରି ଆମେ ପ୍ରତ୍ୟେକ ଦିନର ଜୀବନ ଯେଉଁ ବଞ୍ଚୁଛେ ସେ ଏମନ ଭାବୁଥାଇ ଯାହାରେ ସେଇ କଥା ହିଁ ଲେଖା ହେଇଛି। ପ୍ରତ୍ୟେକଙ୍କର ଦୈନନ୍ଦିନ ଜୀବନ କାହାଣୀ, ଚରିତ୍ର ଗୁଡ଼ିକ ଆମ ଚାରିପାଖରେ ବୁଲୁଥିବା ଲୋକ, ଆମ ପାଖରେ ହଜି ଯାଇଥିବା କିଛି ଲୋକ, ଏମିତି ଲୋକଙ୍କୁ ନେଇକି ସେ କାହାଣୀ ଗୁଡ଼ିକ ତିଆରି ହେଇଛି। କବିତାଟି ଠିକ୍ ସେମିତି ସବୁଗୁଡ଼ିକ ଜୀବନଧର୍ମୀ, ଜୀବନ ଓ ମୃତ୍ୟୁ, ୟା ଭିତରେ ଜୀବନ ମୃତ୍ୟୁ ଚେତନା, ଜୀବନ ଚେତନା ଏବଂ ପରସ୍ପରକୁ ଭଲ ପାଇବାର ଯେଉଁ ସମ୍ପର୍କ, ଇଏ ସବୁକୁ ନେଇକରି କବିତା ଗୁଡ଼ିକ ଲେଖା ହେଇଛି। ପୁସ୍ତକ ଲେଖିବାର ବୈଶିଷ୍ଟ୍ୟ ହେଲା ଯେ ଆଜି ମୋ ପିତାଙ୍କର ଜନ୍ମଶତବାର୍ଷିକୀ, ସେଇଟା ଗୋଟେ ମୋ ପାଇଁ ଉପଲକ୍ଷ ହେଲା, ଯେଉଁଠିକି ସମସ୍ତେ ମୋର ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଏବଂ ବହୁ ନିଜର ବନ୍ଧୁମାନେ ସବୁ ଏକତ୍ରିତ ହେଲେ ଏବଂ ସେଇ ଏକତ୍ରିତ ହେବା ଆଳରେ ମୁଁ ଏ ପୁସ୍ତକଟିକୁ କାଢ଼ିଲି ଏବଂ ଯେଉଁ ପୁସ୍ତକଟି ପ୍ରକାଶିତ ହେବା ଫଳରେ ମୋତେ ଆନନ୍ଦିତ ଲାଗୁଛି ଯେ ଆଜି ମୋ ନନାଙ୍କର ଯେଉଁ ସାହିତ୍ୟ ସଙ୍ଗୀତ ଏ ପ୍ରତି ରୁଚି ଥିଲା, ଅନୁରାଗ ଥିଲା, ତାକୁ ମୁଁ ଆଉ ଟିକେ ଆଗକୁ ନେଇଛି। ମୋତେ ଏଥିପାଇଁକି ମୋତେ ଆନନ୍ଦିତ ଲାଗୁଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆପଣ ସୌଦତାର ସହିତ ମୋର ବକ୍ତବ୍ୟକୁ ରଖୁଛନ୍ତି। ଦେଖନ୍ତି ଭାଇନା ବହୁତ କଥା ଲେଖିଛନ୍ତି। ଆପଣ ମୋର ଦେଖିଥିବେ, ମୁଁ ଗୋଟେ ଲେଖିଛି କାବ୍ୟ ମହାନଦୀ, ଆଉ ଯେଉଁ ୟାର ଗୋଟେ ଶୁଦ୍ଧ ସଂସ୍କରଣ ଶରତ ଦାସର, ସେ ତା'ର ସମ୍ପାଦକୀୟ ଲେଖିଛନ୍ତି। ସେ ସମ୍ପାଦକୀୟରେ ସେ ଲେଖିଛନ୍ତି ଯେ ରାସଲୀଳା ଠାକୁରଙ୍କର ଇଏ କ୍ରମେ ଲୁଚି ଯାଉଛି। ଯେଉଁ ଶ୍ଳୋକ, ଚୌପଦୀ, ଛାନ୍ଦ, ଜଣାଣ ରାସ ବହିରେ ରହିଥିଲା ତାହା ମଧ୍ୟ ସବୁ ବିକୃତ ହୋଇଗଲାଣି। ତେଣୁ ଶ୍ରଦ୍ଧେୟ ଉମା ଯେଉଁ ଷ୍ଟେପ୍ ନେଇଛି ତାକୁ ଗୋଟେ ପୂର୍ଣ୍ଣ ସଂସ୍କରଣରେ ଏକଦମ ତାକୁ କରିବାକୁ ମୁଁ ତାକୁ ପ୍ରଶଂସା କରୁଛି। ମହାନଦୀ କାବ୍ୟରେ ଲେଖିଛନ୍ତି ସେହିଭଳି ଯେ ମହାନଦୀକି ସମସ୍ତେ ଭୁଲି ଯାଉଛନ୍ତି। ମହାନଦୀର ହେଲା ଆମ ଉତ୍କଳର ସଭ୍ୟତା, ଆମ ଉତ୍କଳର ଐତିହ୍ୟ ମହାନଦୀ। ସେ ସଭ୍ୟତା କେଉଁଠି କ'ଣ ଅଛି, ମୁଁ ମହାନଦୀ କାବ୍ୟରେ ମୋର ପ୍ରଥମ ଖଣ୍ଡ ସେ କଥା ଲେଖିଛି। କେଉଁଠି କ'ଣ ଦେବ ମନ୍ଦିର ଅଛି ଇତ୍ୟାଦି ଇତ୍ୟାଦି କିଛି ସହର ବର୍ଣ୍ଣନା କରିଛି। ସାର୍ ଆଜିକା ସମୟରେ ଯୁବପିଢ଼ିଙ୍କ ଉପରେ ମୋ ନାଁ ମମତା, ମୁଁ ଡାକ ନା ମାମି, ମୋତେ ସମସ୍ତେ ମାମି ଡାକନ୍ତି। ମୁଁ ହେଲି ଚତୁର୍ଥ ସନ୍ତାନ ଫକୀରମୋହନ ନନ୍ଦଙ୍କର। ମୋ ଉପରେ 3 ଭାଇ, ମୁଁ ସାନ ନେକ୍ସଟ ଭଉଣୀ, କିନ୍ତୁ ମୋ ସାନ ଭଉଣୀ ବହୁତ ଦିନ ପରେ 12 ବର୍ଷ ପରେ ହେଲା। ସୋ ଆମେ 4 ଜଣ ମାନେ ଅଲମୋଷ୍ଟ ସମାନ ସମାନରେ ଥିଲୁ। ଆଉ ମୋତେ ପିଲାବେଳେ ମୁଁ ଯେହେତୁ 3 ପୁଅ ପରେ ଝିଅ ହେଇଥିଲି, ମୁଁ ବହୁତ ଗେଲବସର ହେଇକି ବଢ଼ିଥିଲି। ଆଉ ମୋତେ ସବୁ ପ୍ରକାର ଯେତେ ନନାଙ୍କର କଲଚର ଇଏ ସବୁ ମନ ଥିଲା, ସବୁଥିରେ ମୋତେ ଶିଖେଇଥିଲେ। ମୋତେ 5 ବର୍ଷ ବୟସରେ ମୋତେ କହିଲେ ତୁ ଓଡ଼ିଶୀ ଶିଖିବୁ ଆଉ ନାଚ ଶିଖିବୁ। ସୋ ମୁଁ ଶିଖିଲି ଦୁଇଟି ଯାକ, ନାଚ ବି ଶିଖିଲି, ଓଡ଼ିଶୀ ନାଚ ଆଉ ଗୀତ ବି ଗାଇଲି। ତ ମୋର ମନେ ଅଛି ସେ ଅନ୍ନପୂର୍ଣ୍ଣା ଥିଏଟରଟା ସେତେବେଳେ ଚାଲିଥାଏ, ତା'ର ଗୋଟେ ମାନେ ଯେଉଁ ଇଏ ମଝିରେ ସିନ୍ ମଝିରେ ଯେଉଁ ଥାଏ ଟିକେ ରେଷ୍ଟ ଟାଇମ୍ ଥାଏ, ସେଥିରେ ମୋତେ ନାଚ ଶିଖାଇବାକୁ ନେଉଥିଲେ। ଉମା କକେଇ ଯିଏ କହିଲେ ହେଲେ ଉମାକାନନ୍ଦ, ସିଏ ବହୁତ ମନ ଦେଇକି ମୋତେ, ମୁଁ ଯେମିତି ଭଲ ମୋର ଡ୍ରେସ୍ କେଉଁଠି ତିଆରି ହେବ କ'ଣ ହେବ ସବୁ କରିକିରି ମୋତେ ନଚଉଥିଲେ। ଆଉ ମୁଁ ଯେତେବେଳେ ନାଚି ସାରିକି ଆସୁଥିଲି ଏତେ ସମସ୍ତେ ଖୁସି ହେଇଯାଉଥିଲେ। ମୋତେ ଭଲ ଖାଇବା ଦିଆ ହେଉଥିଲା, କାହିଁକିନା ମୋତେ କୁହାହେଇଥାଏ ଶୁଣୁ ତୁ ଭଲ କି ନାଚିବୁ, ତୁ ଜମା କାହାକୁ ଦେଖିବୁନି ଖୋଜିବୁନି, କାହିଁକିନା 5-6 ବର୍ଷର। ଆଜିର କାର୍ଯ୍ୟକ୍ରମରେ ଏଇଟା ତ ଆମେ ବହୁତ ଦିନଠୁ ଭାବିଥିଲୁ ଯେ ନନାଙ୍କର 100 ବର୍ଷ ହେଉଛି, ଆମେ କିଛି ଗୋଟେ କରିବା। ତାପରେ ଭାଇନା କହିଲେ ଚାଲ ଗୋଟେ ପ୍ରୋଗ୍ରାମଟେ କରିବା। ଆମେ 4 ଜଣ ଯାକ 5 ଜଣ ଯାକ ମିଶିକି ଭାବିଲୁ ଯେ ହଁ ଗୋଟେ କିଛି ତ ଗୋଟେ ପ୍ରୋଗ୍ରାମ କରିବା। ମୁଁ ଫକୀରମୋହନ ନନ୍ଦଙ୍କର ଦ୍ୱିତୀୟ ପୁତ୍ର। ମୁଁ ଫକୀରମୋହନ ନନ୍ଦଙ୍କର ଦ୍ୱିତୀୟ ପୁତ୍ର ବିଭୂତିଭୂଷଣ ନନ୍ଦ। ପେଶାରେ ମୁଁ ଓକିଲ, ଆଡ଼ଭୋକେଟ୍। ମୁଁ ନନାଙ୍କ ବିଷୟରେ ଅଳ୍ପ କିଛି କହିବି। ଏତିକି କଥା ଯେ ମୁଁ ପିଲାବେଳୁ ଦେଖିଛି ତାଙ୍କର କଳା ଓ ସଂସ୍କୃତି ପ୍ରତି ବହୁତ ଆଗ୍ରହ, ଯାହାଫଳରେ ଆମେ ସମସ୍ତେ କିଛି କିଛି ସେଥିରେ ତାଙ୍କଠୁ ଶିଖିଛୁ।
गीत फित बहुत किसी आज चिहारी गीत बढ़ुची मुझे म्यूजिक प्रोडक्शन भी करची वकिल होकर किसी म्यूजिक प्रोडक्शन करची हाँ ये सब जिन सबुठ बड़ कथा हूँ जॉइंट फैमिली गोटे केमती चलैया पड़े से शिखा कथा से गोटाक आम शिखीचु कारण सी थी भाई भौणी समस्त भणजा भाणजी समस्त चलते आम सेमती बर्तमान सब भाई भौणी कजिन ब्रदर सिस्टर समस्त धरी आम चलीचु दशहरा गोटे पर्व सी आरंभ करते आम घरे आज भी से दशहरा पर्व हो समस्त आसी पहुँचती तेणु गोटे जिनस मोर प्रति ये जे से सब चाहती जे पिला माने कला संस्कृति आगू जातु भूषण नंद मु फकीरमोहन नंद का सान पुओ आम 5 भाई भौणी भितर मु 3 नंबर मो तले आ 2 भौणी आम पिला बेलू तो सबू बापा माँ तो पिला भल पाती कि आम नना गोटे यही जिन शिखीचु जहाँ मो ऊपर भाई कहीकि गले यौथ परिवार केमी चलिया पड़ो केमी रहा पड़ो एकाठी नना समस्त को लेकर चलुले आम बर्तमान भी चेष्टा करूँ समस्त को लेकर चलुँ आमर कजिन आमर पीसी पुओ ककई पुओ समस्त को आम धरिक आम जिते जहाँ फंक्शन हो समस्त आखापाखि 200 लोक आम फंक्शन सब हूँ केवल एक्सटेंडेड फैमिली आप बापा शिखिले कौन बुझे कौन आपणकर पुओ एम प्रभाव तार कौन आजिकल नेक्स्ट जेन आम पर जेनेरेशन से तो सब आजिकल इंडिपेंडेंट हो जापर ओडिशा भी कहीं रोना जे जहाँ चाकरी सब बाहर रहे मोर तो 2 पुओ बॉम्बे मो ऊपर भाई विभूतना जी कहीगले पुओ 2 जन जाक जड़े नेदरलैंड्स जड़े दिल्ली रे खाली भाईना को पुओ ये अच्छे से ये बिजनेस कर